ସମସ୍ତଙ୍କୁ ଏଡିଏସ୍ ନଲେଜ ପଏଣ୍ଟରେ ସ୍ୱାଗତ ସହ ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ସିଆରପିଏଫ୍ ମାନେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ ତାର ଡାଇରେକ୍ଟୋରେଟ୍ ଜେନେରାଲ ବା ଡିଜି ତାର ନୋଟିସଟି ଆସିଛି। ଯେଉଁ ନୋଟିସଟି ଆପଣମାନଙ୍କର ମିନିଷ୍ଟ୍ରି ଅଫ୍ ହୋମ୍ ଆଫେୟାର୍ସ ତରଫରୁ ରହିଛି। ତାର ୱେବସାଇଟ୍ ମଧ୍ୟ ଆପଣମାନେ ଦେଖିପାରୁଥିବେ www.rect.crpf.gov.in। ଏହି ମାଧ୍ୟମରୁ ଆପଣମାନଙ୍କର ନୋଟିଫିକେସନଟି ରିଲିଜ ହୋଇଛି ପିଲାମାନେ। ଏଥିରେ ଆପଣମାନଙ୍କର ଢେର ସାରା ରିକ୍ରୁଟମେଣ୍ଟର ପୋଷ୍ଟ ରହିଛି। ଟୋଟାଲ ଆପଣମାନଙ୍କର 9175ଟି ପଦବୀ ରହିଛି ପିଲାମାନେ। ଚାଲନ୍ତୁ ସେ ବିଷୟରେ ଆମେ ପୁରା ଡିଟେଲ A to Z ଆନାଲିସିସ୍ କରିବା। ଆଲୋଚନା କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ସହିତ ବେଲ୍ ଆଇକନର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। ବୁଝିପାରିଲେ ନା ପିଲାମାନେ? କାହିଁକି ନା ମୁଁ ଅଲ୍ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବଲ୍ ଭିଡ଼ିଓ ଏବଂ ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ଏହି ଚ୍ୟାନେଲ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ତେଣୁକରି ଯେମିତି ମୁଁ ଭିଡ଼ିଓ ଛାଡ଼ିବି ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନଟିଏ ଚାଲିଯିବ ପିଲାମାନେ। ବୁଝିହେଲା? ତେଣୁକରି କିଛି ଅସୁବିଧା ହେବ ନାହିଁ, ଡରିବାର କିଛି ନାହିଁ ପିଲାମାନେ। ବୁଝିହେଲା? ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଦେଖିପାରୁଛନ୍ତି ପିଲାମାନେ, ଏ ହେଉଛି ଅଫିସିଆଲ ନୋଟିସ୍ ଯେଉଁଥିରେ କି ଆପଣମାନଙ୍କର ସିଆରପିଏଫ୍ର ଟେକ୍ନିକାଲ ଏବଂ ଟ୍ରେଡ୍ସମ୍ୟାନ୍ ତା ସହିତ ଆପଣମାନଙ୍କର ପାୟୋନିୟରର ପୋଷ୍ଟ ସବୁ ରହିଛି, ଯେଉଁଟାକି ଉଭୟ ମେଲ୍ ଆଉ ଫିମେଲ୍ କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ। ବୁଝିହେଲା? ତେଣୁକରି ଏହି ଫର୍ମକୁ ଆପଣମାନେ ନିଶ୍ଚୟ ଭାବରେ ଆବେଦନ କରନ୍ତୁ। ଆବେଦନ କରିବାର ଆରମ୍ଭ ହେଉଛି ଆପଣମାନଙ୍କର 20/4/2026, ତାମାନେ ଏପ୍ରିଲ ମାସ 20 ତାରିଖରୁ ଆପଣମାନଙ୍କର ଆବେଦନ କାର୍ଯ୍ୟ ଆରମ୍ଭ ହୋଇଯିବ ଏବଂ ଶେଷ ହେବ 19/5/2026। ତାମାନେ ମେ ମାସ 19 ତାରିଖରେ ଏହାର ଶେଷ ହୋଇଯିବ। ତାମାନେ ସେ ଭିତରେ ଆପଣମାନେ ନିଶ୍ଚୟ ଭାବରେ ଆପ୍ଲାଏଟି କରିଦେବେ। ବୁଝିହେଲା ପିଲାମାନେ? ସବୁଗୁଡ଼ା ଆପଣମାନଙ୍କର ଅନଲାଇନ୍ ମୋଡ଼ରେ ହେବ। ଆପଣମାନଙ୍କର ୱେବସାଇଟ୍ କଥା ମୁଁ କହିଦେଲି, ସେଇ ୱେବସାଇଟ୍ରେ ଯାଇକି ଆବେଦନ କରିଦେବେ। ଓକେ, ଚାଲନ୍ତୁ ବର୍ତ୍ତମାନ ଦେଖିବା ଏହାର କ'ଣ ପ୍ରୋସେସ୍ ରହିଛି। ପ୍ରଥମେ ଆପଣ ୟାକୁ ଅନଲାଇନ୍ ମୋଡ଼ରେ ଆପ୍ଲାଏଟିଏ କରିଦେବେ। ତାପରେ ଆପଣମାନଙ୍କର ଏକ୍ଜାମର ସିଲେକ୍ସନ୍ ପ୍ରୋସେସ୍ ରହୁଛି। ପ୍ରଥମେ ଫିଜିକାଲ ଏଫିସିଏନ୍ସି ଟେଷ୍ଟ, ଯେଉଁଟାକୁ ଆମର ପିଇଟି ବୋଲି କହୁଛେ। ଦେନ୍ ଆପଣମାନଙ୍କର ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟ ବା ତାକୁ ଆମେ ପିଏସଟି ବୋଲି କହୁଛେ। ଦେନ୍ ଆପଣମାନଙ୍କର ସିବିଟି ମୋଡ଼ରେ ରିଟିନ୍ ଏକ୍ଜାମ ହେବ। ଦେନ୍ ଆପଣମାନଙ୍କର ଟ୍ରେଡ୍ ଏବଂ ସ୍କିଲ୍ ଟେଷ୍ଟ ହେବ ପିଲାମାନେ। ଦେନ୍ ଆପଣମାନଙ୍କର ଡକୁମେଣ୍ଟ ଭେରିଫିକେସନ୍, ମେଡ଼ିକାଲ ଟେଷ୍ଟ ହେବ। ବୁଝିଗଲେ? ବର୍ତ୍ତମାନ ଆପଣମାନେ ଦେଖନ୍ତୁ ବିଟ୍ ନମ୍ବର 4, ଯେଉଁଥିରେ କି ଆପଣମାନଙ୍କର ରିଟିନ୍ ଏକ୍ଜାମର କଥା କୁହାଯାଇଛି। ଏଇଥିରେ ଆପଣମାନଙ୍କର ଦୁଇଟି ଲାଙ୍ଗୁଏଜରେ ରହିବ, ଗୋଟେ ଇଂଲିଶ ଆଉ ଗୋଟେ ହିନ୍ଦୀ ଲାଙ୍ଗୁଏଜରେ କ୍ୱେଶ୍ଚନ୍ ଆସିବ। ଓକେ, ତେଣୁକରି ୱରିଡ୍ ହେବାର କିଛି ନାହିଁ ପିଲାମାନେ। ଚାଲନ୍ତୁ ବର୍ତ୍ତମାନ ଆମେ ଦେଖିବା ଏହି ଚାକିରି ପାଇଗଲେ ଆପଣମାନଙ୍କର ପେ ସ୍କେଲ୍ କେତେ ପାଇପାରିବେ। ଦେଖନ୍ତୁ ଏହାର ପେ ସ୍କେଲ୍ ରହୁଛି 21,700ରୁ 69,100 ଟଙ୍କା। ଏହାର ପେ ଲେଭେଲ୍ ହେଉଛି ଲେଭେଲ୍ 3, ୟାକୁ ମଧ୍ୟ ମନେ ରଖିବେ। ହେଲା, ତାହେଲେ ବର୍ତ୍ତମାନ ଆମେ ଜାଣିବା ଟ୍ରେଡ୍ ୱାଇଜ୍ ବା କ୍ୟାଟେଗୋରୀ ୱାଇଜ୍ ଏହି ଚାକିରିର ଆପଣମାନଙ୍କର କେଉଁ ଷ୍ଟେଟ୍ରେ କେତେ ପୋଷ୍ଟ ରହିଛି। ଦେଖନ୍ତୁ ଟୋଟାଲ୍ ଆମର 9,175ଟି ପଦବୀ ରହିଛି। ମୁଁ ପୂର୍ବରୁ ଆପଣମାନଙ୍କୁ ଆଲୋଚନା କରିଦେଇଥିଲି। ସେଇଥିରେ ଆପଣମାନଙ୍କର ମେଲ୍ ପାଇଁ 9,096ଟି ରହିଛି, ଫିମେଲ୍ ପାଇଁ 79ଟି ରହିଛି ପିଲାମାନେ, 79। ଓକେ, ଯେଉଁଥିରେ କି ଢେର ସାରା ଆପଣମାନଙ୍କର ଟ୍ରେଡ୍ସ ରହିଛି। ହେଲା, ଟେକ୍ନିକାଲ ପୋଷ୍ଟ ରହିଛି ଆଉ ପାୟୋନିୟର ପୋଷ୍ଟ ସବୁ ରହିଛି। ଯେମିତିକି ଆପଣମାନଙ୍କର ବ୍ରାସ୍ ବ୍ୟାଣ୍ଡର ପଦବୀ ରହିଛି ପିଲାମାନେ, ଦେଖିପାରୁଥିବେ ବ୍ରାସ୍ ବ୍ୟାଣ୍ଡ। ଆଉ ଗୋଟେ ଅଛି ବାରବାର ମାନେ ଚୁଟି କାଟିବାର ପିଲାମାନେ। ହେଲା, ଦେନ୍ ଆପଣମାନଙ୍କର ବଗଲର ପୋଷ୍ଟ ରହିଛି, ତୁରୀ ବଜେଇବା। କବଲର ରହିଛି ପିଲାମାନେ, ଜୋତା ପାଲିସ କରିବା। ସେହିପରିକି ଆପଣମାନଙ୍କର କୁକ୍ ରହିଛି, ରୋଷେଇ କରିବା। ସେପରି କାର୍ପେଣ୍ଟର ରହିଛି ପିଲାମାନଙ୍କର, ଡ୍ରାଇଭର ରହିଛି, ମାଲି ରହିଛି, ମୋଟର ମେକାନିକ୍ସ ଭେହିକିଲ୍ସର ରହିଛି। ଦେନ୍ ଆପଣମାନଙ୍କର ପାଇପ୍ ବ୍ୟାଣ୍ଡର ରହିଛି, ପେଣ୍ଟର ରହିଛି ପିଲାମାନେ, ସଫାଇ କର୍ମଚାରୀର ରହିଛି। ଦେନ୍ ଆପଣମାନଙ୍କର ଟେଲରର ପଦବୀ ରହିଛି, ୱାଟର କ୍ୟାରିୟର ରହିଛି, ୱାସରମ୍ୟାନର ରହିଛି। ବୁଝିହେଲା? ତେଣୁକରି ଏହିପରିକି ଆପଣମାନଙ୍କର ସବୁ ଟ୍ରେଡ୍ର ପଦବୀ ସବୁ ରହିଛି। ବୁଝିହେଲା? ତେଣୁକରି ମେଟ୍ରିକ୍ ପାସ୍ ପିଲାମାନେ ନିଶ୍ଚୟ ଭାବରେ ଏହି ପୋଷ୍ଟକୁ ଆପ୍ଲାଏ କରିବେ। ମୁଁ ସେ ବିଷୟରେ ମଧ୍ୟ ଆପଣମାନଙ୍କୁ ଜଣାଇଦେବି, କିନ୍ତୁ ଜାଣି ରଖନ୍ତୁ ଏହିସବୁ ଟ୍ରେଡ୍ ରହିଛି। ଦେଖନ୍ତୁ ପିଲାମାନେ, ଏଇଥିରେ ମେନସନ୍ ହେଇଛି ଷ୍ଟେଟ୍ ୱାଇଜ୍ ଆପଣମାନଙ୍କର କେଉଁ ଟ୍ରେଡ୍ରେ କେତେ ଭ୍ୟାକେନ୍ସି ରହିଛି। ଚାଲନ୍ତୁ ଆମେ ଦେଖିବା ଓଡ଼ିଶାର। ଓଡ଼ିଶାରେ ଆପଣମାନଙ୍କର ଦେଖନ୍ତୁ ସର୍ବମୋଟ 286ଟି ପଦବୀ ରହିଛି। ଆପଣମାନେ ଟ୍ରେଡ୍ ୱାଇଜ୍ ମଧ୍ୟ ତାକୁ ଦେଖିପାରିବେ କେଉଁ ଟ୍ରେଡ୍ରେ କେତେ ପଦବୀ ରହିଛି। ବୁଝିଗଲା? ସେ ଅନୁସାରେ ଆପଣମାନେ ଆପ୍ଲାଏ କରିବେ। ବୁଝିଗଲେ ନା ପିଲାମାନେ? ଦେଖନ୍ତୁ ଏଇଥିରେ ଆପଣମାନଙ୍କର ମେନସନ୍ ହେଇଛି ଟୋଟାଲ ମେନ୍ ମାନଙ୍କର 9,096ଟି ପଦବୀ ରହିଛି। କେଉଁ ଟ୍ରେଡ୍ରେ କେତେ ପଦବୀ ରହିଛି ଆପଣମାନେ ତାକୁ ଦେଖିପାରିବେ। ଏହାର PDF ପାଇବା ପାଇଁ ହେଲେ ଆମର ଅଫିସିଆଲ ଟେଲିଗ୍ରାମ ଚ୍ୟାନେଲ ADS ନଲେଜ ପଏଣ୍ଟ, ସେଇଥିରେ ମଧ୍ୟ ଆପଣମାନେ ଫଲୋ କରିକିରି
ଜଏନ୍ କରିପାରିବେ, ନହେଲେ ତାର ଲିଙ୍କ୍ ମଧ୍ୟ ଡେସ୍କ୍ରିପସନ୍ ବକ୍ସରେ ମୁଁ ରଖିଦେଇଛି, ସେଥିରେ ଯାଇ ଜଏନ୍ କରିବେ ହେଲା। ଆଉ ଯଦି ବି କିଛି ଅସୁବିଧା ହେବ ଏବଂ ସିଧାସଳଖ କଥାବାର୍ତ୍ତା ହେବା ପାଇଁ ହେଲେ ମୋର ଟେଲିଗ୍ରାମ ଗ୍ରୁପ୍ ଡିକେ ସାର୍ ଓଡ଼ିଶା, ସେଇଥିରେ ମଧ୍ୟ ଜଏନ୍ କରିପାରିବେ, ତାର ଲିଙ୍କ୍ ମଧ୍ୟ ଡେସ୍କ୍ରିପସନ୍ ବକ୍ସରେ ରହିଛି। ଓକେ ପିଲାମାନେ, ତେଣୁକରି PDF ନୋଟ୍ସ ପାଇଁ ଅରିଡ୍ ହେବେ ନାହିଁ, ଆମର ଅଫିସିଆଲ ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେଇଯିବେ। ଓକେ, ଦେନ୍ ଆମେ ଡିସ୍କସନ୍ କରିବା ଭ୍ୟାକେନ୍ସି ଫିମେଲ୍ ପୋଷ୍ଟ କ'ଣ ରହିଛି। ଫିମେଲ୍ ମାନଙ୍କ ପାଇଁ ଟୋଟାଲ୍ 90 ପଦବୀ ରହିଛି, ମୁଁ ପୂର୍ବରୁ କହିଥିଲି। ଦେଖନ୍ତୁ ଓଡ଼ିଶାରେ ଆପଣମାନଙ୍କର ଟୋଟାଲ୍ 2ଟି ପଦବୀ ରହିଛି ଫିମେଲ୍ ମାନଙ୍କ ପାଇଁ ହେଲା। ଏବେ ଦେଖିବା ଆପଣମାନଙ୍କର ପାୟୋନିୟର ୱିଙ୍ଗସ୍ ମାନଙ୍କ ପାଇଁ ଭ୍ୟାକେନ୍ସି କେତେ ରହିଛି। ଦେଖନ୍ତୁ ଅଲ୍ ଇଣ୍ଡିଆ ବେସିସ୍ର ଇଏ ଚାକିରି ଆପଣମାନେ ଜାଣିଛନ୍ତି, ତେଣୁକରି ଏଇଥିରେ ଟୋଟାଲ୍ ଆପଣମାନଙ୍କର 20ଟି ପଦବୀ ରହିଛି। ମାସନ୍, ଯୋଉଟାକୁ ରାଜମିସ୍ତ୍ରୀ କୁହାଯାଏ, ଇଲେକ୍ଟ୍ରିସିଆନ୍ ମାନେ ଆପଣମାନେ ଜାଣିଥିବେ କୋଉ କ୍ୟାଟେଗୋରୀରେ କେତେ ପୋଷ୍ଟ ରହିଛି ଆପଣମାନେ ଦେଖିନିଅନ୍ତୁ। ଆପଣମାନେ ଚାହିଁଲେ ଏହାର ସ୍କ୍ରିନଶଟ୍ ମଧ୍ୟ ନେଇପାରିବେ। ଓକେ ପିଲାମାନେ, ଚାଲନ୍ତୁ ବର୍ତ୍ତମାନ ଆମେ ଏହାର କିଛି କିଛି ପଏଣ୍ଟକୁ ଆମେ ଡିସ୍କସନ୍ କରିବା। ଦେଖନ୍ତୁ 10% ଆପଣମାନଙ୍କର ଭ୍ୟାକେନ୍ସି ରିଜର୍ଭେସନ୍ ହେଇକି ରହିବ ESM ପାଇଁ, ମାନେ ଏକ୍ସ ସର୍ଭିସମ୍ୟାନ୍ ମାନଙ୍କ ପାଇଁ। ତେଣୁକରି ଏକ୍ସ ସର୍ଭିସମ୍ୟାନ୍ ମାନଙ୍କ ପାଇଁ ମଧ୍ୟ ଇଏ ବହୁତ ସାରା ଅପରଚ୍ୟୁନିଟି ଆଣିଦେଇଛି। ବର୍ତ୍ତମାନ ଆମେ ଦେଖିବା 7 ନମ୍ବର ପଏଣ୍ଟକୁ। ପିଲାମାନେ 7 ନମ୍ବର ପଏଣ୍ଟରେ କହୁଛି ଆପଣମାନଙ୍କର ଏଜ୍ ଲିମିଟ୍ କେତେ ହେଇଥିବା ଦରକାର। ଦେଖନ୍ତୁ ଏ ଚାକିରି ହେଉଛି ଆପଣମାନଙ୍କର କନେଷ୍ଟବଳ, ଏଥିରେ ଆପଣମାନଙ୍କର ଡ୍ରାଇଭର ଟ୍ରେଡ୍ ପାଇଁ 21ରୁ 27 ବର୍ଷ ଦରକାର, ଯୋଉଟାକି ଆପଣମାନଙ୍କର 1/1/2024 ସୁଦ୍ଧା ହେଇଥିବା ଦରକାର। ଓକେ, ତା ସହିତ ଅନ୍ୟାନ୍ୟ ଯେଉଁ ପୋଷ୍ଟ ରହିଛି ସେଗୁଡ଼ା ଆପଣମାନଙ୍କର 18ରୁ 23 ବର୍ଷ ହେଇଥିବା ଦରକାର, ଯୋଉଟାକି ଏଠି ମେନସନ୍ ହେଇଛି ପିଲାମାନେ ହେଲା। ହଉ ଠିକ୍ ଅଛି, ଯଦି ବି ଆପଣମାନଙ୍କର ଏଜ୍ ଅଧିକା ହେଇଗଲା ତାହେଲେ କିଛି ଅରିଡ୍ ହେବା ନାହିଁ ପିଲାମାନେ, ରିଲାକ୍ସେସନ୍ର ଫ୍ୟାସିଲିଟି ରହିଛି, ବୁଝିହେଲା। ଚାଲନ୍ତୁ ସେ ବିଷୟରେ ମଧ୍ୟ ଡିସ୍କସନ୍ କରିବା। ଦେଖନ୍ତୁ ପିଲାମାନେ, ST ଆଉ SC ସେ କ୍ୟାଟେଗୋରୀର କ୍ୟାଣ୍ଡିଡେଟ୍ ମାନଙ୍କର ପାଇଁ 5 ବର୍ଷ ରିଲାକ୍ସେସନ୍ ରହିଛି, OBC ମାନଙ୍କ ପାଇଁ 3 ବର୍ଷ ରିଲାକ୍ସେସନ୍ ରହିଛି, ଏକ୍ସ ସର୍ଭିସମ୍ୟାନ୍ ମାନଙ୍କ ପାଇଁ ଆପଣମାନେ ଜାଣିଛନ୍ତି ତାଙ୍କ ପାଇଁ ଢେର ସାରା ଅପରଚ୍ୟୁନିଟି ରହିଛି। ଓକେ, ତେଣୁକରି ଆପଣମାନେ 5 ବର୍ଷ 3 ବର୍ଷ ପର୍ଯ୍ୟନ୍ତ ରିଲାକ୍ସେସନ୍ ପାଇପାରିବେ। ତେଣୁ ନିଶ୍ଚୟ ଭାବରେ ଆପଣମାନଙ୍କର ଯଦି ସୁଯୋଗ ଅଛି ଆପ୍ଲାଇଟେ କରନ୍ତୁ। ଓକେ ପିଲାମାନେ, ବର୍ତ୍ତମାନ ଆମେ ଦେଖିବା 9 ନମ୍ବର ପଏଣ୍ଟକୁ। 9 ନମ୍ବର ପଏଣ୍ଟ କ'ଣ କହୁଛି ନା ଏଜୁକେସନାଲ କ୍ୱାଲିଫିକେସନ୍ କ'ଣ ହେଇଥିବା ଦରକାର। ଦେଖନ୍ତୁ ଗୋଟି ଗୋଟି କରି ଆମେ ଜାଣିବା କେଉଁ ଟ୍ରେଡ୍ରେ ବା କେଉଁ ପୋଷ୍ଟରେ ତାର ଏଜୁକେସନାଲ କ୍ୱାଲିଫିକେସନ୍ କ'ଣ ରହିଛି। ପ୍ରଥମେ ଆମେ ଜାଣିବା ଡ୍ରାଇଭର ପୋଷ୍ଟକୁ। କ'ଣ କହୁଛି ପିଲାମାନେ, ଏଜୁକେସନାଲ କ୍ୱାଲିଫିକେସନ୍ ଆଉ ଗୋଟେ ଅଛି ଟେକ୍ନିକାଲ କ୍ୱାଲିଫିକେସନ୍। ଆମେ ପ୍ରଥମେ ଜାଣିବା ଏଜୁକେସନାଲ କ୍ୱାଲିଫିକେସନ୍। ଏଜୁକେସନାଲ କ୍ୱାଲିଫିକେସନ୍ କ'ଣ କହୁଛି ପିଲାମାନେ, ଦେଖନ୍ତୁ ଆପଣମାନଙ୍କର ମିନିମମ୍ 10th ପାସ୍ ହେଇଥିବା ଦରକାର, ବୁଝିହେଲା। ତାହେଲେ ଆପଣମାନେ ଡ୍ରାଇଭର ପଦବୀ ପାଇଁ ଇଲିଜିବୁଲ୍ ହେଇଯିବେ, ବୁଝିହେଲା। ଆଉ ଦେଖନ୍ତୁ ଟେକ୍ନିକାଲ ପଦବୀ ମାନେ ଡ୍ରାଇଭର ଟେକ୍ନିକାଲ ପଦବୀ ହେବା ପାଇଁ ହେଲେ ଆପଣମାନଙ୍କର ହେଭି ଟ୍ରାନ୍ସପୋର୍ଟର DL ଦରକାର ପିଲାମାନେ। DL ମାନେ ଡ୍ରାଇଭିଂ ଲାଇସେନ୍ସ, ସେଇଟା ନିଶ୍ଚୟ ଭାବରେ ରହିଥିବା ଦରକାର। ଆଉ କ'ଣ ହେଲା ନା ଆପଣମାନଙ୍କର ଗାଡ଼ି ଚଳାଇବା ଶିଖିଥିବା ଦରକାର, କାହିଁକିନା ଆପଣମାନଙ୍କ ଯେତେବେଳକୁ ଡ୍ରାଇଭିଂ ଟେଷ୍ଟ ହେବ ନା, ସେହି ସମୟରେ ଆପଣମାନେ ଠିକ୍ ଠାକ୍ ଭାବରେ ଚଳାଇବା ଦରକାର। ଏତିକି ହିଁ ଅଛି ୟାର କ୍ୱାଲିଫିକେସନ୍, ଆଉ କିଛି ନାହିଁ। ତେଣୁକରି ଆରାମସେ ଆପଣମାନେ ୟାକୁ ଆପ୍ଲାଏ କରିପାରିବେ। ଓକେ, ଦେନ୍ ଆମେ ଦେଖିବା ମେକାନିକାଲ ମୋଟର ଭେହିକିଲ୍। ଗୋଟେ ଅଛି ଆପଣମାନଙ୍କର ଏଜୁକେସନାଲ କ୍ୱାଲିଫିକେସନ୍, ଆଉ ଗୋଟେ ଅଛି ଆପଣମାନଙ୍କର ଟେକ୍ନିକାଲ କ୍ୱାଲିଫିକେସନ୍। ଏଜୁକେସନାଲ କ୍ୱାଲିଫିକେସନ୍ ଆପଣମାନଙ୍କର ମ୍ୟାଟ୍ରିକ୍ ପାସ୍ ସମସ୍ତ ପୋଷ୍ଟରେ ରହିଛି ପିଲାମାନେ। ଯଦି ଟେକ୍ନିକାଲ ଦୃଷ୍ଟିରୁ ଆମେ ଦେଖିବା ତାହେଲେ 2 ବର୍ଷ ଆପଣମାନଙ୍କର ITI କରିଥିବା ଦରକାର। ତା ନହେଲେ ଆପଣମାନଙ୍କର ଭୋକେସନାଲରେ ଆପଣମାନେ ନିଶ୍ଚୟ ଭାବରେ ମେକାନିକ୍ ମୋଟର ଭେହିକିଲ୍ରେ କରିଥିବା ଦରକାର। ତା ନହେଲେ ଆପଣମାନଙ୍କର ମେଟ୍ରିକ୍ ପରେ 1 ଇୟର୍ ଆପଣମାନଙ୍କର ପ୍ରାକ୍ଟିକାଲ ଏକ୍ସପିରିଏନ୍ସ ରହିଥିବା ଦରକାର, ମାନେ ଫିଲ୍ଡରେ ଆପଣମାନଙ୍କର ସେଇ ଟ୍ରେଡ୍ରେ କାମ କରିଥିବା ଦରକାର, ବୁଝିହେଲା। ଯଦି ବି ସେ କ୍ୱାଲିଫିକେସନ୍ ନାହିଁ ତାହେଲେ ବି କିଛି ଅସୁବିଧା ନାହିଁ। କ'ଣ କରାଯିବ ଦେଖନ୍ତୁ, ନ୍ୟାସନାଲ୍ ଲେବୁଲ୍ରୁ ଆପଣମାନଙ୍କର ମେକାନିକ୍ ମୋଟର ଭେହିକିଲ୍ ଟ୍ରେଡ୍ରେ 3 ବର୍ଷର ଆପଣମାନଙ୍କର ଯଦି ଆପ୍ରେଣ୍ଟିସ୍ କରିଥିବେ ବା କୌଣସି ପ୍ରାକ୍ଟିକାଲ ଏକ୍ସପିରିଏନ୍ସ ଥିବ ତାହେଲେ ମଧ୍ୟ ଆପଣମାନେ ଏଥିରେ ଆପ୍ଲାଏ କରିପାରିବେ। ଓକେ, ଦେନ୍ ଆମେ ଦେଖିବା ବାକି ଯେଉଁ ଟ୍ରେଡ୍ ରହିଲା ତାଙ୍କ ପାଇଁ କ'ଣ ରହିଛି। ଦେଖନ୍ତୁ ତାଙ୍କ ପାଇଁ ମଧ୍ୟ ଆମର ମିନିମମ୍ ମେଟ୍ରିକୁଲେସନ୍ ରହିବା ଦରକାର ହେଲା। ଯଦି ବି ମେଟ୍ରିକୁଲେସନ୍ ସାର୍ଟିଫିକେଟ୍ ନାହିଁ କିନ୍ତୁ ତାଙ୍କ ପାଖରେ ଏକ୍ସ ଆର୍ମି ପର୍ସନାଲର ସାର୍ଟିଫିକେଟ୍ ଅଛି ତାହେଲେ ମଧ୍ୟ ଚାଲିବ। ସେଇଟା ଆପଣମାନଙ୍କ ପାଇଁ ନୁହଁ, ସେଇଟା ଏକ୍ସ ଆର୍ମି ମାନଙ୍କ ପାଇଁ। ଓକେ, ଯଦି ତାଙ୍କର ଟେକ୍ନିକାଲ କ୍ୱାଲିଫିକେସନ୍ ପାଇଁ ଦେଖିବା ତାହେଲେ ସେମାନେ କ'ଣ ହେଇଥିବା ଦରକାର, ଯେଉଁ ଟ୍ରେଡ୍ ପାଇଁ ସେମାନେ ଆପ୍ଲାଏ କରିଥିବେ ସେ ଟ୍ରେଡ୍ ପାଇଁ ସେମାନେ ପ୍ରଫିସିଏଣ୍ଟ ଥିବା ଦରକାର, ମାନେ ସେ କାମକୁ ଜାଣିଥିବା ଦରକାର, ଭଲ ଭାବରେ କାମ କରିପାରୁଥିବା ଦରକାର। ଯେମିତିକା ମୁଁ ଆପଣମାନଙ୍କୁ ଗୋଟେ ଏକ୍ଜାମ୍ପଲ୍ ଦେଉଛି। ମନେ କରାଯାଉ ଆପଣମାନେ ଯଦି ବାରବାର ପଦବୀ ପାଇଁ ଯଦି ବା ବାରବାର ଟ୍ରେଡ୍ ପାଇଁ ଯଦି ଆପ୍ଲାଏ କଲେ ତାହେଲେ ଆପଣମାନେ ଭଲ ଭାବରେ ଚୁଟି କାଟିପାରିବା ଦରକାର, ବୁଝିହେଲା। ଯେଉଁ ମନେ କରାଯାଉ ଆପଣମାନେ ଯଦି କୁକ୍ ଟ୍ରେଡ୍ ପାଇଁ ଯଦି ଆପ୍ଲାଏ କରିବେ ତାହେଲେ ଭଲ ଭାବରେ ଆପଣମାନେ କୁକ୍ କରିପାରିବା ଦରକାର, ମାନେ
ରୋଷେଇ କରିପାରୁଥିବା ଦରକାର। ବୁଝିଗଲେ, ଏତିକି ହିଁ ରହିଛି, ଆଉ କିଛି ନାହିଁ। ଓକେ, ନେକ୍ସଟ ଦେଖିବା ପାୟୋନିୟର ୱିଙ୍ଗସ୍ ପାଇଁ। ପାୟୋନିୟର ୱିଙ୍ଗସ୍ ପାଇଁ ଆପଣମାନଙ୍କର ଏଜୁକେସନାଲ କ୍ୱାଲିଫିକେସନ୍ କ'ଣ ରହିଛି ଦେଖନ୍ତୁ। ମେଟ୍ରିକୁଲେସନ୍ ମୁଁ ପୂର୍ବରୁ ଆଲୋଚନା କରିଦେଇଥିଲି। ଏନି ପୋଷ୍ଟ ଏନି ଟ୍ରେଡ୍ ଆପଣମାନଙ୍କ ପାଇଁ ମେଟ୍ରିକୁଲେସନ୍ ମିନିମମ୍ ରହିଛି। ଓକେ, ତାପରେ ୟାର ଟେକ୍ନିକାଲ କ୍ୱାଲିଫିକେସନ୍ ଦେଖନ୍ତୁ ନା 1 year ଏକ୍ସପିରିଏନ୍ସ ଥିବ ହେଲା। କୋଉଥିପାଇଁ? ମାସୋନାରୀ ପାଇଁ ଏବଂ ଇଲେକ୍ଟ୍ରିସିଆନ୍ ପାଇଁ। ମାସୋନାରୀ ମାନେ କିଛି ନାହିଁ ପିଲାମାନେ, ରାଜମିସ୍ତ୍ରୀ, ଆଉ ଇଲେକ୍ଟ୍ରିସିଆନ୍ ମାନେ ଆପଣମାନେ ଜାଣିଥିବେ ଇଲେକ୍ଟ୍ରିକ୍ କାମ ସବୁ ଜାଣିଥିବା ଦରକାର। ହୁଏତ ଆପଣମାନଙ୍କର କୌଣସି ଆଇଟିଆଇରେ କିମ୍ବା କୌଣସି ଆପଣମାନଙ୍କର ଇନଷ୍ଟିଚ୍ୟୁସନ୍ସରେ ଏକ୍ସପିରିଏନ୍ସ ରହିଥିବ 1 year, ତାହେଲେ ଆପଣମାନେ ଏଥିରେ ଆପ୍ଲାଏ କରିପାରିବେ। ଓକେ, ତାହେଲେ ଇଏ ଥିଲା ଆପଣମାନଙ୍କର ପୋଷ୍ଟ ୱାଇଜ୍ ବା ଟ୍ରେଡ୍ ୱାଇଜ୍ ଆପଣମାନଙ୍କର ଏଜୁକେସନ୍ କ୍ୱାଲିଫିକେସନ୍ ଏବଂ ଟେକ୍ନିକାଲ କ୍ୱାଲିଫିକେସନ୍ ବିଷୟରେ ଆମେ ଜାଣିଗଲେ। ଓକେ, ଆସନ୍ତୁ ବର୍ତ୍ତମାନ ଆମେ ଜାଣିବା 10 ନମ୍ବର ପଏଣ୍ଟ, ଯେଉଁଥିରେ କ'ଣ କହୁଛି ନା କେମିତି ଆମେ ଏଇ ପୋଷ୍ଟ ଗୁଡ଼ାକୁ ଆପ୍ଲାଏ କରିବା। ଦେଖନ୍ତୁ, ଏହି ପୋଷ୍ଟକୁ ଆପ୍ଲାଏ କରିବା ପାଇଁ ହେଲେ ଆପଣମାନଙ୍କର ଅନଲାଇନ୍ ମୋଡ଼ରେ ଆପ୍ଲାଏ କରିବେ। କେଉଁଠି ନା ସିଆର୍ପିଏଫ୍ର ଅଫିସିଆଲ୍ ୱେବସାଇଟ୍ ମୁଁ ଆପଣମାନଙ୍କୁ ପୂର୍ବରୁ କହିଦେଇଥିଲି, ସେଇଥିରେ ଯାଇକରି ଆପଣମାନେ ଅନଲାଇନ୍ରେ ଆବେଦନ କରିବେ ହେଲା। ତାହେଲେ ପ୍ରଥମେ ଯେଉଁମାନେ ନୂଆ କରିକି ଆସିଥିବେ ସେମାନେ ରେଜିଷ୍ଟ୍ରେସନ୍ କରିବେ। ଦେନ୍ ଆପଣ ରେଜିଷ୍ଟ୍ରେସନ୍ କଲା ପରେ ଆପଣମାନଙ୍କର ପୋଷ୍ଟ ବା ଟ୍ରେଡ୍ ୱାଇଜ୍ ଆପଣମାନେ ଫୁଲଫିଲ୍ କରିବେ। ଆପଣମାନଙ୍କର ଏଲିଜିବିଲିଟି କଣ୍ଡିସନକୁ ଫିଲ୍ଅପ୍ କରିବେ। ଦେନ୍ ଆପଣମାନେ ଫାଇନାଲ୍ ସବମିଟ୍ କରିବେ। ଓକେ, ମନେ ରଖିବେ 20 ଏପ୍ରିଲରୁ 19 ମେ ମଧ୍ୟରେ ଆପଣମାନେ ସେହି କାମକୁ ସମ୍ପୂର୍ଣ୍ଣ ଭାବରେ କରିପାରିବା ଦରକାର। ବର୍ତ୍ତମାନ ଆମେ ଜାଣିବା ଏହାର ଆପ୍ଲିକେସନ୍ ଫି। ଦେଖନ୍ତୁ, ସିଆର୍ପିଏଫ୍ ସେଣ୍ଟ୍ରାଲ ଚାକିରି ପିଲାମାନେ କିଛି ଅସୁବିଧା ନାହିଁ, ଆପଣମାନଙ୍କର ମାତ୍ର 100 ଟଙ୍କା ଚାର୍ଜ ପଡ଼ିବ ଆପ୍ଲିକେସନ୍କୁ ସବମିଟ୍ କରିବା ସମୟରେ। ବୁଝିହେଲା? କାହାର ନା ଇକୋନୋମିକାଲ ୱିକର ସେକ୍ସନ୍, ଓବିସି ଏବଂ ଜେନେରାଲ କ୍ୟାଣ୍ଡିଡେଟ୍ ମାନଙ୍କ ପାଇଁ 100 ଟଙ୍କା ପଡ଼ିବ। ବାକି ଯେଉଁ ରହିଗଲେ ମାନେ ଏସ୍ସି ଏସ୍ଟି ଆଉ ଯେତେ ବି ଫିମେଲ୍ କ୍ୟାଟେଗୋରୀ ରହିବେ ଏବଂ ଏକ୍ସ ସର୍ଭିସମ୍ୟାନ୍ ମାନଙ୍କ ପାଇଁ କୌଣସି ଫିଜ୍ ପଡ଼ିବ ନାହିଁ। ମାନେ ସେମାନେ ପୁରା ଫ୍ରିରେ ଆପଣମାନଙ୍କର ଏଇ ପୋଷ୍ଟକୁ ଆପ୍ଲାଏ କରିପାରିବେ। ଓକେ, ପୁରା କ୍ଲିଅର ପିଲାମାନେ? ଦେଖନ୍ତୁ, ବର୍ତ୍ତମାନ ଆମେ ଜାଣିବା ଏହି ଚାକିରିର ପିଇଟି, ପିଏସ୍ଟି, ଟ୍ରେଡ୍ ଟେଷ୍ଟ, ଡିଭି ଏବଂ ମେଡ଼ିକାଲ ଟେଷ୍ଟ ପାଇଁ ଆପଣମାନଙ୍କର ସେଣ୍ଟର କେଉଁଠି ରହିଛି। କିଛି ଅସୁବିଧା ନାହିଁ। ଓଡ଼ିଶା ପିଲାମାନଙ୍କ ପାଇଁ ମୁଁ ପୂର୍ବରୁ କହିଲି ସୁବର୍ଣ୍ଣ ସୁଯୋଗ। ଆପଣମାନଙ୍କ ପାଇଁ ଭୁବନେଶ୍ୱରରେ ୟାର ସେଣ୍ଟର ରହିଛି। ବୁଝିହେଲା? ଆପଣମାନଙ୍କର ଫିଜିକାଲ ଏଫିସିଏନ୍ସି ଟେଷ୍ଟ ହେଉ କିମ୍ବା ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟ ହେଉ କିମ୍ବା ଆପଣମାନଙ୍କର ଟ୍ରେଡ୍ ଟେଷ୍ଟ ହେଉ କିମ୍ବା ଆପଣମାନଙ୍କର ରିଟିନ୍ ଟେଷ୍ଟ ହେଉ, ଆପଣମାନଙ୍କର ସବୁ ଆମ ଓଡ଼ିଶାର ଭୁବନେଶ୍ୱରରେ ଆଭେଲେବୁଲ୍ ରହିଛି। ବୁଝିହେଲା? ସେଇଠି ସେଣ୍ଟର ପଡ଼ିବ ପିଲାମାନେ। ଆପଣମାନଙ୍କୁ ଦେଖାଇ ଦେଉଛି 20 ନମ୍ବର ସିରିଏଲକୁ ଦେଖନ୍ତୁ। ଆପଣମାନଙ୍କର ରହିଛି ଭୁବନେଶ୍ୱର ସିଆର୍ପିଏଫ୍, ଏଇଥିରେ ମଧ୍ୟ ଆମର ସେଣ୍ଟର ରହିଛି। ତେଣୁକରି ଟୋଟାଲି ଅରିଡ୍ ହେବାର ନାହିଁ, ଭୁବନେଶ୍ୱରରେ ହିଁ ସେଣ୍ଟର ହେବ, ଭୁବନେଶ୍ୱରରେ ହିଁ ଏକ୍ଜାମ୍ ହେବ, ଏଇଥିରେ ହିଁ ସବୁ କିଛି ସିଲେକ୍ସନ୍ କରାଯିବ। ଓକେ, ବର୍ତ୍ତମାନ ଆମେ ଦେଖିବା ଏଇ ଚାକିରି ପାଇବା ପାଇଁ ହେଲେ ଆପଣମାନଙ୍କର ପିଇଟିରେ କ'ଣ କ'ଣ କରାଯିବ। ଦେଖନ୍ତୁ ପିଲାମାନେ, ଫିଜିକାଲ ଏଫିସିଏନ୍ସି ଟେଷ୍ଟ ଯେଉଁଥିରେ ଆପଣମାନଙ୍କର ରେସ୍ ରହିଛି, ଏଇଥିରେ ଆପଣମାନଙ୍କର ଯେତେ ବି ଟେକ୍ନିକାଲ ଆଉ ଟ୍ରେଡ୍ସମ୍ୟାନ୍ ମାନଙ୍କର ରହିଛନ୍ତି, ଦେଖନ୍ତୁ ସେଇଥିରେ 5 କିଲୋମିଟରକୁ 24 ମିନିଟ୍ ଭିତରେ ସମ୍ପୂର୍ଣ୍ଣ କରିବେ। ବୁଝିହେଲା? ଏ ହେଉଛି ମେଲ୍ ମାନଙ୍କ ପାଇଁ। ଫିମେଲ୍ ମାନଙ୍କ ପାଇଁ 1.6 କିଲୋମିଟରକୁ 8 ମିନିଟ୍ 30 ସେକେଣ୍ଡରେ କମ୍ପ୍ଲିଟ୍ କରିବେ। ବୁଝିଗଲେ ପିଲାମାନେ? ତେଣୁକରି ଡ୍ରାଇଭର, ମୋଟର ମେକାନିକାଲ, ଆପଣମାନଙ୍କୁ ଯେଉଁ ଯେଉଁ ଟ୍ରେଡ୍ ରହିଛି ଏଥିରେ ସେମାନେ ଏଥିରେ ଫୁଲଫିଲ୍ କରିବେ। ଦେନ୍ ଆମର ବାକି ଯେଉଁ ରହିଗଲେ ମାନେ କୁକ୍ ହେଲା, ୱାଟର କ୍ୟାରିୟର ହେଲା, ବାର୍ବର ହେଲା, ହେୟାର ଡ୍ରେସର ହେଲା, ୱାସରମ୍ୟାନ୍ ହେଲା, ୱାସର ଓମେନ୍ ହେଲା, ସେମାନେ କ'ଣ କରିବେ ନା 1.6 କିଲୋମିଟରକୁ 10 ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ କରିବେ। ବୁଝିହେଲା? ଯଦି ଲେଟ୍ ହେଇଗଲା ତାହେଲେ ଆପଣମାନେ ଡିସ୍କ୍ୱାଲିଫାଇ ହେଇଯିବେ। ମନେ ରହିଲା ପିଲାମାନେ? ଠିକ୍ ସେମିତିକା ଓମେନ୍ ମାନଙ୍କ ପାଇଁ 1.6 କିଲୋମିଟର ତାକୁ 12 ମିନିଟ୍ ଭିତରେ ସମ୍ପୂର୍ଣ୍ଣ କରିବେ। ବୁଝିଗଲେ? ଦେନ୍ ଆମେ ଦେଖିବା ପାୟୋନିୟର ୱିଙ୍ଗସ୍କୁ। ଏଥିରେ ଆପଣମାନଙ୍କର ମାସନ୍ ଆଉ ଇଲେକ୍ଟ୍ରିସିଆନ୍ ମାନଙ୍କ ପାଇଁ ରହିଛି। ଏଇଥିରେ କେବଳ ମେଲ୍ ମାନଙ୍କ ପାଇଁ ରହିଛି ପିଲାମାନେ। ଏଥିରେ ଓମେନ୍ ମାନଙ୍କ ପାଇଁ କୌଣସି ଫ୍ୟାସିଲିଟି ନାହିଁ। ଦେଖନ୍ତୁ, ସେମାନେ କ'ଣ କରିବେ ନା 1.6 କିଲୋମିଟରକୁ 9 ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ କରିବେ। ଓକେ, ତାହେଲେ ଇଏ ଥିଲା ଆପଣମାନଙ୍କର ଫିଜିକାଲ ଏଫିସିଏନ୍ସି ଟେଷ୍ଟ, ଯେଉଁଟାକି ପ୍ରଥମେ ଆପଣମାନଙ୍କର କରାଯିବ। ଓକେ, ଦେନ୍ ଆପଣମାନଙ୍କର ଫିଜିକାଲ ଷ୍ଟାଣ୍ଡାର୍ଡ ଟେଷ୍ଟ ପିଏସ୍ଟି କରାଯିବ ପିଲାମାନେ। ସେଇ ପିଏସ୍ଟିରେ ଆପଣମାନଙ୍କର ହାଇଟ୍କୁ ଫାଷ୍ଟ କ'ଣ କରାଯିବ ନା ମେଜର କରାଯିବ ହେଲା। ମେଲ୍ ମାନଙ୍କ ପାଇଁ 170 ସେଣ୍ଟିମିଟର ମିନିମମ୍ ହେଇଥିବା ଦରକାର ହେଲା। ଫିମେଲ୍ ମାନଙ୍କ ପାଇଁ 157 ସେଣ୍ଟିମିଟର ମିନିମମ୍ ହେଇଥିବା ଦରକାର। ବୁଝିହେଲା? ଯଦି ବି ଯାହାର କମ୍ ଥିବ କିଛି ଅସୁବିଧା ନାହିଁ, ୟାର ମଧ୍ୟ ରିଲାକ୍ସେସନ୍ ରହିଛି ହେଲା। ସେଇ ରିଲାକ୍ସେସନ୍ ମଧ୍ୟ ଦେଖିବା, ଚାଲନ୍ତୁ। ଦେଖନ୍ତୁ, ଯେତେ ବି ଆମର ସିଡ୍ୟୁଲ୍ ଟ୍ରାଇବ୍ କ୍ୟାଣ୍ଡିଡେଟ୍ ଥିବେ ତାଙ୍କର ମେଲ୍ ମାନଙ୍କ ପାଇଁ 162.5 ସେଣ୍ଟିମିଟର ରହିବା ଦରକାର, ଫିମେଲ୍ ମାନଙ୍କ ପାଇଁ 150 ସେଣ୍ଟିମିଟର ରହିବା ଦରକାର। ଆଉ ବାକି ଯେତେ ବି ଆପଣମାନଙ୍କର ଦେଖିପାରୁଥିବେ ତାଙ୍କର ମଧ୍ୟ ରହିଛି, ସେଗୁଡ଼ା ଆମ ଓଡ଼ିଶା ପିଲାମାନଙ୍କ ପାଇଁ ଏତେ ଇମ୍ପୋର୍ଟାଣ୍ଟ ନୁହଁ। ଓକେ,
देन आम देखा चेस्ट कथा चेस्ट आपर एक्सपांशन रही मिनिमम आपर 80 सेंटीमीटर होता दरकार ता सहित आपर एक्सपांशन करें मिनिमम 5 सेंटीमीटर है जदि भी आपर यहाँ हो पार ना बा पॉसिबल ना ताले रिलैक्सेशन रही देखु शेड्यूल ट्राइब जिते भी रही थे 76 सेंटीमीटर रही दरकार है ता सहित आपर 5 सेंटीमीटर एक्सपांशन करें दरकार बुझीगला आ बाकी जोड़ा ओडिशा पिला एत इंपोर्टान्स नुह ओके तेणुक से आलोचना करी आपर समय नष्ट करने मुझे चाहूना है बुझीगले ना पिला तथापि आपर जदि इंटरेस्ट ताले एगुड़ा टिके देखने देन आम देखा वेट कथा देखो आपर एज अनुसार आपर मेडिकल स्टैंडर्ड टेस्ट रही से आपर वेट ऑटोमेटिक आसी जाए जदि एज अनुसार आपर से वेट को फुलफिल कला नहीं ताले आपने रिजेक्ट हो बुझीगला ना पिला हो चलतु पिला एबे जानिबा सबुठारो इंपोर्टेंट पॉइंट को जो पॉइंट की आपर सीबीटी बा कंप्यूटर बेस्ड टेस्ट जोटा कहे ये आपर रिटिन एग्जाम हम ए 100 क्वेश्चन रो मार्क प्रोविजन रही है ए 4टी कैटेगोरी आपर क्वेश्चन आसो फास्ट कैटेगोरी आसो फास्ट पार्ट आसो आपर जनरल इंटेलिजेंस आउ रिजनिंग जो थी आपर 25टी क्वेश्चन दिज्व आए 25 मार्क रहा माने गोटे क्वेश्चन को गोटे मार्क ओके देन पार्ट बी रे आपर जिके आसो जनरल अवेयरनेस आसो 25टी क्वेश्चन 25 मार्क बुझीगला देन आपर मैथमेटिक्स क्वेश्चन आसो एलिमेंटरी मैथमेटिक्स सिंपल बेसिक फंडामेंटल जिनस आसो पिला से 25टी क्वेश्चन आसो 25 मार्क ओके देन आपर इंग्लिश क्वेश्चन आसो से 25टी क्वेश्चन 25 मार्क ताले आपर मैथ रिजनिंग जिके इंग्लिश आपर 4टी कैटेगोरी क्वेश्चन आसो से आपर 2 घंटा टाइम दिज्व बुझीगले तेणुक 100 क्वेश्चन 100 मार्क 2 घंटा भितर कंप्लीट करेंगे बुझीगला जोटा कि आपर सीबीटी मोड रे हम माने कंप्यूटर रे टेस्ट हम है ये आपर 2 प्रकार लैंग्वेज रही गोटे हूँ इंग्लिश आ गोटे हूँ हिंदी रे थिबो ओके आ मन रखु ये नेगेटिव मार्क रही बुझीगला ना पिला तेणुक नेगेटिव मार्क आपर 0.25 आपर रही माने आपर जदि 4टी क्वेश्चन भूल करदे ताले गोटे मार्क आपर डिडक्ट हो माने माइनस हो बुझीगला पूरा क्लियर आपर कंप्यूटर बेस्ड टेस्ट बाबद को आ कौन जमीका डाउट न रही ओके चलतु एबे आमे देखिबा आपर जो सीबीटी मोड रे होइतिबा एग्जाम तार सिलेबस रे कौन रहिबो देखंतु रीजनिंग पई आपर एनालिटिकल एप्टीट्यूड रहिबो ए सब आपर देखि परथिबे या को स्क्रीनशॉट मधो नै नेबे ओके सेही परिका आपर जीके रे मधो देखंतु को टॉपिक रु क्वेश्चन आसीबो हला सेउडा को मधो आपर स्क्रीनशॉट नै नेबे मु डिटेल कहू नै बहुत लेंथी हे जो पिला माने ओके देन आपर मैथमेटिक्स रे सिलेबस को मधो देखि नियंतु नंबर सिस्टम पाखरु आरंभ करी करी आपर टाइम एंड वर्क टाइम एंड डिस्टेंस टाइम एंड रेशियो ए सब क्वेश्चन रही या को स्क्रीनशॉट नै नेबे ओके देन आपर इंग्लिश हिंदी रो देखि नियंतु बेसिक आपर कम्प्रिहेंशन रो क्वेश्चन सब आसीबो ओके देन आपर ट्रेड टेस्ट हबो हला पिला माने देखंतु ट्रेड टेस्ट पई एते ओरिड हेबे नै ट्रेड टेस्ट आपण मानकर नॉर्मल आसीबो जेमितिका जे ड्राइवर ट्रेड पई अप्लाई करिथिबो से कोन करिवो ना सिंपल ड्राइविंग रो टिके नॉलेज रहितबा दरकार गाड़ी चलाई पारुथिबा दरकार पार्किंग करि पारुथिबा दरकार बुझियला एई सब आपण मानकर स्किल टेस्ट रहिबो ओके सेमितिका आपण मानकर ट्रेलर पई मधो जस्ट आपण मानकर टिके सिलाई करिया पई कहिबे स्टिच करिया पई कहिबे बुझियला माने जोड़ा छिड़ी थो ताको आउ टिके सिलाई करिया पई कहिबे एई टाइप रो आपण मानकर रहिबो जोटा कि बहुत सिंपल वे रे रहिथिबो पिला माने किछि ओरिडा नै आपण माने आराम से क्वालिफाई करिवे हला बुझियला तेणु करी या विषय रे मध्ये टिके नजर पकई नेबे बुझियला गार्डनर जो माने माळी सेमानक पई मध्ये रहिछि समस्तक पई मध्ये ट्रेड टेस्ट रहिछि आपण मानकर कुक पई मध्ये रहिछि आपण मानकु देखंतु चपाती नले राइस नले कोनसी वेजिटेबल डाल संबर एउडा सब करिया पई कहिबे ओके सेमितिका आपण मानकर बारबार पई रहिछि वाशरमैन पई रहिछि मासन पई रहिछि पिला माने राजमिस्त्री सेमाने केमितिका मिक्स करिवे केमितिका कांथको जोड़िबे से विषय रे मध्ये तांकर स्किल टेस्ट रहिबो ओके देन हमर इलेक्ट्रिशियन मानक पई मध्ये आपण माने इलेक्ट्रिक वर्क रो आपण मानकर स्किल टेस्ट रहिबो ओके देन आपण मानकर डॉक्यूमेंट वेरिफिकेशन हबो बुझि गेला ना पिला माने देन आपण मानकर मेडिकल टेस्ट हबो बुझिगला तेणुक सभा शेष में आपर डॉक्यूमेंट वेरिफिकेशन और मेडिकल टेस्ट रहिबो बुझिगले पूरा क्लियर पिला माने आ गोटे स्पेशल जिनस आपण माने देखि नियंतु मने रखंतु आपण मानकर मिनिमम क्वालिफिकेशन मार्क रही जनरल मानक पई 30% रही पिला माने
ଇକୋନୋମିକାଲ ୱିକର ସେକ୍ସନ ଓବିସି ମାନଙ୍କ ପାଇଁ 25% ରହିଛି ଆଉ ବାକି ଯେତେ କ୍ୟାଟେଗୋରୀ ରହିଲା ସେମାନଙ୍କ ପାଇଁ 20% ମିନିମମ୍ ସ୍କୋର ହେଇଥିବା ଦରକାର ବୁଝିଗଲା ଆଉ ପାୟୋନିୟର ୱିଙ୍ଗସ୍ ମାନଙ୍କ ପାଇଁ ମନେ ରଖନ୍ତୁ ଜେନେରାଲ ପାଇଁ 35% ରହିଥିବା ଦରକାର एसटी एससी ओबीसी इकोनॉमिकल वीकर सेक्शन मान 33% मिनिमम मार्क रहा दरकार बुझीगला ता नहले आपण मानकू रिजेक्ट करा जिवो ओके देखंतु पिला माने 24 नंबर सीरियल रे आपण मानकर ओडिसा रो रहिछि टोटल मु आगरु कहितली 286 टी रहितिला से 286 प्लस 2 आपण मानकर पायनियर पई तनकर 288 टी पदवी रहिछि देखंतु एथिरे आपण मानकर डिटेल मेंशन हेछि को ट्रेड पई केते पदवी रहिछि को कैटेगरी अनुसार मध्य को ट्रेड रे केते पदवी रहिछि आपण माने जानि परिबे याकू मध्य आपण माने स्क्रीनशॉट नै नेबे ओके बुझीगला ना पिला माने पूरा डिटेल आपण मानकू मु ए टू जेड एनालिसिस कर देली आशा करछि आपण माने पूरा क्रिस्टल क्लियर हो जाइथिबे आउ जदि भी डाउट थिबो ताले कमेंट बॉक्स आपण मानकर कमेंट करिके निश्चय जणेबे पिला माने नुवा करी जदि आस्तांती ताले चैनल टिकू सब्सक्राइब करबा सहित बेल आइकन रो ऑल नोटिफिकेशन ऑन कर देबे बुझियला काहे कि ना जॉब रिलेटेड नोटिफिकेशन नॉलेजेबल वीडियो एवं ऑल टाइप रो आपण मानकर एग्जाम एनालिसिस वीडियो ए चैनल रे अवेलेबल रही थाई बुझियला तेनु करी सांग मानक निकटकू ए वीडियो टी निश्चय शेयर करेंगे वीडियो को लाइक करेंगे मतामत देवाक जम्मा भूलें बुझेगा धन्यवाद।